ଏବେ ଯୋଉ ଅସର ତରଫରୁ ଯୋଉ ବିୟଣ୍ଡ ବେକ୍ସିସ୍ ସର୍ଭେ ହେଇଥିଲା 2023 ସମ୍ବଲପୁର ଜିଲ୍ଲାର ସେଥିରେ ଯୋଉ ରିପୋର୍ଟ ଆସିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶାରେ 23 ବର୍ଷ ଧରି ଗୋଟିଏ ସରକାର ଚାଲିଛି। ସରକାର ଆଜି ବାହାବା ନେଉଛନ୍ତି ଆମେ ରୂପାନ୍ତରୀକରଣ କରିଦେଲୁ, ସ୍କୁଲର ରଙ୍ଗ ମାରିଦେଲୁ, ସ୍କୁଲର ଇନଫ୍ରାଷ୍ଟ୍ରକ୍ଚର କରିଦେଲୁ ବୋଲି, କିନ୍ତୁ ଇଏ ରିପୋର୍ଟ ଆସିଲା ପରେ ତାର ଅସଲ ଚିତ୍ର ଆଜି ସାରା ଭାରତ ବର୍ଷରେ ଓଡ଼ିଶାକୁ ନିନ୍ଦିତ କରିଛି। ଆଜି ସ୍କୁଲ ମାନଙ୍କରେ ଶିକ୍ଷକ କେତେ ଅଛନ୍ତି? କୌଣସି ସ୍କୁଲରେ ଶିକ୍ଷକ ସମ୍ପୂର୍ଣ୍ଣ ଭାବରେ ନାହାନ୍ତି। ଗୋଟେ ଗୋଟେ ଶିକ୍ଷକ ଥିବା ସ୍କୁଲ ବି ଅଛି ଏବଂ ଶିକ୍ଷକ ଅଭାବରୁ ଗୋଟେ ଅଷ୍ଟମ ପର୍ଯ୍ୟନ୍ତ ଗୋଟେ ଶିକ୍ଷକ ପାଠ ପଢିବେ, ତାହେଲେ ଯାହା ପିଲା ପାଠ ପଢିବେ ଏବଂ ପିଲାମାନେ ମେଟ୍ରିକ ପରେ 21% ପିଲା ଆଉ ଅନ୍ୟ କୌଣସି ଆଗକୁ ପାଠ ପଢିବା ପାଇଁ ଯାଉନାହାନ୍ତି। ତା ପାଇଁ ସରକାରର କୌଣସି ପ୍ରକାର ଯୋଜନା ନାହିଁ ଏବଂ ବିଶେଷ କରି ଯୋଉ ଭୋକେସନାଲ ଟ୍ରେନିଂ ହେବା କଥା, ଯୋଉଥିରେ କି ଯୁବକ ଯୁବତୀ ମାନେ ଆତ୍ମନିର୍ଭରଶୀଳ ହେଇପାରନ୍ତେ, ତା ପାଇଁ ମଧ୍ୟ କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ସରକାର ଖାଲି ରୂପାନ୍ତରୀକରଣ କରି ଆମେ ଶିକ୍ଷା ବ୍ୟବସ୍ଥାକୁ ବହୁତ ଉପରକୁ ନେଇଗଲୁ। 5T ସ୍କୁଲ ନାଁରେ ଆଜି ବଡ ବଡ ତାନେ ହୋର୍ଡିଂ ଲଗାଇ ସ୍କୁଲ ମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ସେଥିରେ ବାହାବା ନେଉଛନ୍ତି, କିନ୍ତୁ ପ୍ରକୃତିରେ ଯୋଉ ଛାତ୍ରଛାତ୍ରୀ ମାନଙ୍କର କିଭଳି ଭାବରେ ସେମାନେ ନିଜେ ଆତ୍ମନିର୍ଭରଶୀଳ ହେଇପାରିବେ ଏବଂ ସେମାନଙ୍କ ଶିକ୍ଷାର ବିକାଶ କେମିତି ହେଇପାରିବ, ଶିକ୍ଷାର ବିକାଶ ପାଇଁ ଯୋଉଟା ଅସଲ ଦରକାର, ତାଙ୍କୁ ବିଲ୍ଡିଂ ଦରକାର ନୁହେଁ, ତାଙ୍କର ରଙ୍ଗ ହେଇଥିବା ଘର ଦରକାର ନୁହେଁ, ତାଙ୍କୁ ଶିକ୍ଷକ ଦରକାର। ଶିକ୍ଷକ ଦେବାରେ ଆଜି ସରକାର ବିଫଳ ହେଇଛନ୍ତି। ସେଥିପାଇଁ ଆଜି ଏଭଳି ଭାବରେ ବିକଳ ଚିତ୍ର ଆଜି ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ହେଇଛି। ଏହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ। ଏହା ପାଇଁ କମ ସେ କମ ଏତିକି ଜାଣିଲା ପରେ ସରକାର ନିଶ୍ଚିତ ଭାବରେ ଚିନ୍ତାଶୀଳ ହେବା କଥା ଏବଂ ତା ପାଇଁ ଅନେକ ଜିନିଷ ସାରା ଓଡ଼ିଶାରେ କିନ୍ତୁ ଶିକ୍ଷା ବ୍ୟବସ୍ଥା କିଭଳି ଭାବରେ ଗୁରୁତ୍ୱ ଦେବା କଥା, ତା ପାଇଁ ଚିନ୍ତା କରିବା କଥା, ଖାଲି ରୂପାନ୍ତରୀକରଣ ନୁହେଁ।